ସମ୍ବଳ ଓ ତାର ବିକାଶ। ପୃଥିବୀ ପୃଷ୍ଠରେ ମନୁଷ୍ୟ ବିଭିନ୍ନ ପ୍ରାକୃତିକ ପରିବେଶ ଉପରେ ସଦାସର୍ବଦା ନିର୍ଭର କରି ଜୀବନ ଧାରଣ କରିଥାଏ। ଚତୁଃପାର୍ଶ୍ୱସ୍ଥ ପରିବେଶରୁ ବିଭିନ୍ନ ପ୍ରାକୃତିକ ବସ୍ତୁକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବିନିଯୋଗ କରି ସେ ତାର ଜୀବନଯାପନର ଆବଶ୍ୟକତା ପୂରଣ କରିଥାଏ। ଉଦାହରଣ ସ୍ୱରୂପ କାଠରୁ କାଠ ଉପକରଣ, ତୁଳାରୁ ସୂତା, ସୂତାରୁ ଲୁଗା, ଖଣିଜ ପଦାର୍ଥରୁ ବିଭିନ୍ନ ଯନ୍ତ୍ରାଂଶ, ଓ ଗୃହ ଉପକରଣ ଇତ୍ୟାଦି ପ୍ରସ୍ତୁତ ଓ ବ୍ୟବହୃତ ହୋଇଥାଏ। ମନୁଷ୍ୟ ତାର ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳ ରୂପେ ବିବେଚିତ ହୋଇଥାଏ। ତେଣୁ ଯେଉଁ ଦେଶ ଏହି ସମ୍ବଳକୁ ଗଚ୍ଛିତ ଅବସ୍ଥାରୁ ନେଇ ଯେତିକି ପରିମାଣରେ ବିକଶିତ କରିପାରିଛି, ସେ ଦେଶର ଅର୍ଥନୀତିକ ଅବସ୍ଥା ସେତିକି ପରିମାଣରେ ସମୃଦ୍ଧ ହୋଇପାରିଛି। ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ। କୌଣସି ଦେଶର ଲୋକମାନଙ୍କର ଜୀବନ ଧାରଣର ମାନ ଉକ୍ତ ଦେଶର ସମ୍ବଳ ଓ ଜନସଂଖ୍ୟାର ଗୁଣ ଓ ଆକାର ଉପରେ ନିର୍ଭର କରିଥାଏ। ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଅର୍ଥନୀତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟା, ପ୍ରାକୃତିକ ସମ୍ବଳ ଓ ମନୁଷ୍ୟର ସମ୍ବଳ ବ୍ୟବହାରକାରୀ ଗୁଣ ଉପରେ ନିର୍ଭର କରିଥାଏ। ସମ୍ବଳର ଦୁଇ ଗୋଟି ବିଶେଷତ୍ୱ ହେଉଛି, ଏକରେ ଉପଯୋଗିତା ଏବଂ ଦୁଇରେ କାର୍ଯ୍ୟଦକ୍ଷତା। ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ ଏବଂ ଦ୍ୱିତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକ। ସମ୍ବଳର ପ୍ରକାର ଭେଦ। ଉତ୍ପତ୍ତି, ବ୍ୟବହାର, ଗୁଣ ଇତ୍ୟାଦି ଅନୁସାରେ ସମ୍ବଳକୁ ବିଭିନ୍ନ ଭାବରେ ବିଭକ୍ତ କରାଯାଇଅଛି। ପ୍ରକୃତି ଅନୁସାରେ ପ୍ରାକୃତିକ ସମ୍ବଳ ପ୍ରକୃତିରେ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥାଏ, ସେଗୁଡ଼ିକୁ ପ୍ରାକୃତିକ ସମ୍ବଳ କୁହାଯାଏ। ଜଳ, ବାୟୁ, ଖଣିଜ ପଦାର୍ଥ, ଶକ୍ତି ଇତ୍ୟାଦି। ସାଂସ୍କୃତିକ ସମ୍ବଳ ସଭ୍ୟତାର ବିକାଶ କ୍ରମରେ
मनुष्य निजर दक्षता और कारीगरी ज्ञान कौशल माध्यमरे प्राकृतिक संबल को रूपांतरित करी किंबा सेहीपरि भावरे विभिन्न उपाय रे व्यवहार उपयोगी करि पारिछि। तेणु विभिन्न मनुष्यकृत सांस्कृतिक और अर्थनैतिक अनुष्ठान शिल्प, शिक्षा, स्वास्थ्य, गमनागमन, वाणिज्य, अर्थ लगान, अर्थ संचलन, सामाजिक राजनैतिक अनुष्ठान एही संबलर अंतर्गत। मानव संबल मनुष्य को स्वतंत्र भावे एक विशिष्ट संबल भावे विवेचना करा जाए। मनुष्य एवं तार परिवेश और सांस्कृतिक संगठनर मिलित प्रक्रिया रे संबलर सृष्टि होई थाए इत्यादि। उत्पत्ति अनुसारे जैव संबल यह जैव मंडलर अंतर्गत सजीव वस्तु यथा मनुष्य, प्राणी, उद्भिद, अणुजीव, पशु पक्षी, माछ इत्यादि। अजैव संबल एगुड़िक अजैव बा निर्जीव वस्तु। यथा भूमि, शिला, जल, मूर्तिका, खनिज पदार्थ इत्यादि। व्यवहार और सुलभता अनुसारे असरंती बा अक्षय संबल जेउ संबल मनुष्यर बारंबार व्यवहार सत्वे निशेष हुए नाही सेगुड़िकु असरंती बा अक्षय संबल कुहा जाए। यथा सौर शक्ति, वायु इत्यादि। सरंती बा सीमित बा क्षयशील संबल मनुष्यर व्यवहार द्वारा जेउ संबल क्रमशः ह्रास पाई थाए किंबा शेष होई जिबार आशंका थाए ताकू सरंती बा सीमित बा क्षयशील संबल कुहा जाए। यथा पेट्रोलियम, कोयला, विभिन्न खनिज पदार्थ इत्यादि। परिमाण अनुसारे अपूरणीय संबल जेउ संबल मनुष्यर व्यवहार द्वारा संपूर्ण शेष हो जाए एवं पुनः सृष्टि करा जाई पारे नहीं ताकू अपूरणीय संबल कुहा जाए। यथा खनिज पदार्थ,
ଖଣିଜ ତୈଳ, କୋଇଲା ଇତ୍ୟାଦି। ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ ତାକୁ ଅବିରାମ ବା ପୂରଣୀୟ ସମ୍ବଳ କୁହାଯାଏ। ଯଥା ସୌର ଶକ୍ତି, ଭୂତାପଜ ଶକ୍ତି, ଜୁଆର ଶକ୍ତି, ପବନ ଶକ୍ତି ଇତ୍ୟାଦି। ଭରଣ ଅନୁସାରେ ନବୀକରଣ ଯୋଗ୍ୟ ସମ୍ବଳ। ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁନଃ ଭରଣ କରାଯାଇ ପାରିଥାଏ, ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ଜଙ୍ଗଲଜାତ ପଦାର୍ଥ, ପ୍ରାଣୀଜାତ ପଦାର୍ଥ, କୃଷିଜାତ ପଦାର୍ଥ ଇତ୍ୟାଦି ଚକ୍ରୀୟ ପ୍ରକ୍ରିୟା ଦ୍ୱାରା ପୁନଃ ନବୀକରଣ କରାଯାଇ ବ୍ୟବହୃତ ହୋଇଥାଏ। ଜଳ, ମୂର୍ତ୍ତିକା, ବାୟୁ ପ୍ରଦୂଷଣ ପ୍ରାକୃତିକ ଉପାୟରେ ଭରଣା ହୋଇଥାଏ। ନବୀକରଣ ଅଯୋଗ୍ୟ ସମ୍ବଳ। ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ବା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଃ ଭରଣ ସମ୍ଭବ ହୋଇନଥାଏ, ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ। ଯଥା କୋଇଲା, ପେଟ୍ରୋଲିୟମ ଇତ୍ୟାଦି। ବଣ୍ଟନ ବା ବିତରଣ ଅନୁସାରେ ସର୍ବତ୍ର ସୁଲଭ ସମ୍ବଳ। ଯେଉଁ ସମ୍ବଳଗୁଡ଼ିକ ଭୂପୃଷ୍ଠରେ ସବୁଠାରେ ମିଳିଥାଏ ସେଗୁଡ଼ିକୁ ସର୍ବତ୍ର ସୁଲଭ ସମ୍ବଳ କୁହାଯାଏ। ଯଥା ଭୂମି, ଜଳ, ବାୟୁ ଇତ୍ୟାଦି। ସେଗୁଡ଼ିକୁ ସ୍ଥାନୀୟ ସମ୍ବଳ କୁହାଯାଏ, ଯଥା ଖଣିଜ ପଦାର୍ଥ ଇତ୍ୟାଦି। ବିକାଶ ସ୍ତର ଅନୁସାରେ ଗଚ୍ଛିତ ସମ୍ବଳ। ଯେଉଁ ସମ୍ବଳ ପ୍ରକୃତିର ଗନ୍ତାଘରେ ଅବ୍ୟବହୃତ ଅବସ୍ଥାରେ ରହିଛି ତାକୁ ପ୍ରଚ୍ଛନ୍ନ ବା ଗଚ୍ଛିତ ସମ୍ବଳ କୁହାଯାଏ। ଗୁଜରାଟ ଓ ରାଜସ୍ଥାନରେ ପ୍ରଚୁର ସୌରଶକ୍ତି ଏବଂ ପବନ ଶକ୍ତି ମହଜୁଦ ଅଛି, ମାତ୍ର ଏହାର ଉପଯୁକ୍ତ ବିକାଶ କରାଯାଇପାରି ନାହିଁ। ଯଥା ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ, ଅମ୍ଳଜାନ ଓ ଉଦ୍ଯାନ ସମ୍ମିଶ୍ରଣରେ ଜଳ ସୃଷ୍ଟି ହୁଏ। ସମ୍ବଳ ଭଣ୍ଡାର। ପରିବେଶରେ ଥିବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ, ମାତ୍ର ଆଜିର ଜ୍ଞାନକୌଶଳ ଅନୁସାରେ ସେଗୁଡ଼ିକର ବ୍ୟବହାର ହୋଇପାରୁନାହିଁ, ଏଭଳି ପଦାର୍ଥ ସମ୍ବଳ ଭଣ୍ଡାରର ଅନ୍ତର୍ଭୁକ୍ତ। ବିକଶିତ ସମ୍ବଳ। ଯାହା ବ୍ୟବହାର ଉପଯୋଗୀ କରାଯାଇପାରିଛି ତାକୁ ବିକଶିତ ସମ୍ବଳ କୁହାଯାଏ। ଯଥା ଜଳ ବିଦ୍ୟୁତ୍ ଶକ୍ତି,
ଅରଣ୍ୟ ଖଣିଜ ପଦାର୍ଥ ଇତ୍ୟାଦି। ସଂରକ୍ଷିତ ସମ୍ବଳ ଯେଉଁ ସମ୍ବଳ ପଦାର୍ଥଗୁଡ଼ିକର ସନ୍ଧାନ ମିଳିପାରୁଛି ମାତ୍ର ବ୍ୟବହାର ଉପଯୋଗୀ ହୋଇପାରି ନାହିଁ, କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶଙ୍କା ଅଛି, ସେଗୁଡ଼ିକୁ ସଂରକ୍ଷିତ ସମ୍ବଳ କୁହାଯାଏ। ଯଥା ପ୍ରବାହିତ ଜଳ, ଯାହା ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରୁନାହିଁ। ଯଥା ପ୍ରବାହିତ ଜଳ, ଯାହା ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରୁନାହିଁ। ମାଲିକାନା ଅନୁସାରେ ବ୍ୟକ୍ତିଗତ ସମ୍ବଳ ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ରହିଛି ତାକୁ ବ୍ୟକ୍ତିଗତ ସମ୍ବଳ କୁହାଯାଏ। ଯଥା ଚାଷ ଜମି, ଗୃହ, ରୋପଣ କୃଷିଭୂମି, ପୁଷ୍କରିଣୀ, କୂପ ଇତ୍ୟାଦି। ଗୋଷ୍ଠୀଗତ ସମ୍ବଳ କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଗୋଷ୍ଠୀଗତ ସମ୍ବଳ କୁହାଯାଏ। ଯଥା ଗୋଚର ଭୂମି, ଶ୍ମଶାନ, ପୁଷ୍କରିଣୀ, କୂପ, ପ୍ରମୋଦ ଉଦ୍ୟାନ, ଚିତ୍ତ ବିନୋଦନ କେନ୍ଦ୍ର, ଖେଳ ପଡ଼ିଆ ଇତ୍ୟାଦି। ଜାତୀୟ ସମ୍ବଳ ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ। ଦେଶର ଜାତୀୟ ସମ୍ବଳ ଉପରେ ଦେଶର ସମୃଦ୍ଧି ଓ ବିକାଶ ନିର୍ଭର କରିଥାଏ। ଯଥା ରାସ୍ତାଘାଟ, କେନାଲ, ରେଳପଥ, ଖଣିଜ ପଦାର୍ଥ, ଜଳ, ଅରଣ୍ୟ, ବନ୍ୟ ପ୍ରାଣୀ ଇତ୍ୟାଦି। ଏପରିକି ଉପକୂଳଠାରୁ ସମୁଦ୍ର ଆଡ଼କୁ ପ୍ରାୟ 12 ନଟିକାଲ ମାଇଲ ଅର୍ଥାତ୍ 22.2 କିଲୋମିଟର ଦୂରତା ଜଳଭାଗ ଏହି ସମ୍ବଳର ଅନ୍ତର୍ଗତ। ଆନ୍ତର୍ଜାତୀୟ ସମ୍ବଳ ଯେଉଁ ସମ୍ବଳ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାକୁ ଆନ୍ତର୍ଜାତୀୟ ସମ୍ବଳ କୁହାଯାଏ। ସମୁଦ୍ର ଉପକୂଳର ଅନ୍ୟାନ୍ୟ ଅର୍ଥନୀତିକ ଅଞ୍ଚଳଠାରୁ 200 ନଟିକାଲ ମାଇଲର ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ। ସମ୍ବଳର ବିକାଶ ମନୁଷ୍ୟ ବଞ୍ଚିବା ପାଇଁ ଏବଂ ଏକ ଉନ୍ନତ ଜୀବନଯାପନ କରିବା ପାଇଁ ସମ୍ବଳର ଆବଶ୍ୟକତା ଯଥେଷ୍ଟ ଅଧିକ। ପ୍ରକୃତିରୁ ମିଳୁଥିବା ପଦାର୍ଥଗୁଡ଼ିକୁ ନିର୍ବିକାର ଭାବେ ବ୍ୟବହାର କରିବା ଫଳରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କର ଅତ୍ୟଧିକ ଲୋଭ ଯୋଗୁଁ ସମ୍ବଳ ହ୍ରାସ, ଅଳ୍ପ ସଂଖ୍ୟକ ଲୋକଙ୍କ ପାଖରେ ସମ୍ବଳ ଜମା ହୋଇ ରହିବା ଫଳରେ ସମାଜରେ ଧନୀ ଓ ଗରିବ କିମ୍ବା ଥିଲାବାଲା ଓ ନଥିଲାବାଲା
ଦୁଇଟି ସ୍ପଷ୍ଟ ଶ୍ରେଣୀର ସୃଷ୍ଟି। ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ ପାରିସ୍ଥିତିକ ସମସ୍ୟା ସୃଷ୍ଟି ହୋଇଛି, ଯଥା ଭୂତପ୍ତିକରଣ, ଓଜୋନ ସ୍ତର ହ୍ରାସ, ପରିବେଶ ପ୍ରଦୂଷଣ, ଭୂକ୍ଷୟ ଇତ୍ୟାଦି। ପ୍ରାକୃତିକ ସମ୍ବଳର ଯୋଜନା। ଭୂମି, ମୂର୍ତ୍ତିକା, ବାୟୁ, ଜଙ୍ଗଲ, ପ୍ରାଣୀ ଓ ଉଦ୍ଭିଦ ଜଗତ ଇତ୍ୟାଦି ସମସ୍ତ ପାରିବେଶିକ ଉପାଦାନ ଠାରୁ ସର୍ବଦା ଆମକୁ ଅନେକ ସୁବିଧା ସୁଯୋଗ ମିଳୁଛି। ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆବଶ୍ୟକତା ପୂରଣ ପାଇଁ ସମ୍ବଳର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ କାରିଗରୀ କୌଶଳ ଅବଲମ୍ବନ କରି ମନୁଷ୍ୟ ଅଧିକରୁ ଅଧିକ ସମ୍ବଳ ବ୍ୟବହାର କରୁଛି। ଚାହିଦା ପୂରଣ କରିବାକୁ ଯାଇ ମନୁଷ୍ୟ ପ୍ରକୃତିକୁ